ଆରେ କୁଆଡ଼େ ଯାଉଛୁ ରେ? ଆରେ କ୍ରିକେଟ ଖେଳିବାକୁ ପରେ ଯିବୁ। ଝିଅଟା କାନ୍ଦୁଛି, ବିସ୍କୁଟ ନାହିଁ। ଆଉ ଯା ସେ ଧର୍ମା ଦୋକାନରୁ ନେଇକି ଆସିବୁ। ହଉ ଭାଇ ଯାଉଛି। ଧର୍ମା ଭାଇ ଗୋଟେ ବିସ୍କୁଟ ଦେଲ। ପଇସା ଆଣିଛୁ ନା ରେ? ମୋ ଭାଇ ଆସିଲେ ପଇସା ଦେବେ। ସବୁବେଳେ ଗୋଟେ ତ ଭାଇ ପଠେଇ ଦଉଛି ବାକି ପାଇଁ। ଦେଖିଲୁ ମୋ ଦୋକାନରେ ଜିନିଷ ଅଛି ନା, ବାକି ଦେବି ତତେ। ହଉ ଏଇଥରଟା ନେଇକି ଯା, ଆଉ ବାକି ପାଇଁ ଆସିବୁନି। ହଉ ଭାଇ। ରହିଥାରେ ବୁଢ଼ା, ସବୁବେଳେ ଗୋଟେ ବାକି ପାଇଁ ଚାଲି ଯାଉଛୁ। ତତେ ଦଉଛି, ନାମ ଦଉଛି ରହିଥା। କେତେ ତ ଭାଇ ତତେ ବାକି ପାଇଁ ପଠେଇ ଦଉଛି। ମୋର ଯେତିକି ଏକ୍ସପାୟାର ବିସ୍କୁଟ ଅଛି ତାରି ଭିତରୁ ଗୋଟେ ତତେ ଦେଇ ଦଉଛି। ଭାଇ ନିଅ ବିସ୍କୁଟ। ଆରେ କ'ଣ କହୁଥିଲା କି ରେ? ସେ ଭାଇ ଦଉନଥିଲା ଜମା, ରାଉ ରାଉ ହେଇକି ପୁଣି ଦେଲା ପଇସା। କ'ଣ ହେଲା? ରାଉ ରାଉ ହଉଥିଲା। ହଁ। ଆଉ କ'ଣ ମାଗଣା ଦେଇ ଦଉଥିଲା କି? ଆରେ ତାହେଲେ ଏଇଭଳିଆ ସେ ଧରମା ଠକୁଛି। ଆରେ ଏଇ ବିସ୍କୁଟଟାର ତ ଏକ୍ସପାୟାର ପଳେଇଛି। ଏଟାକୁ କାହିଁ ନେଇକି ଆସିଥିଲୁ? ଭାଇ ମୁଁ ଆଉ ଦେଖିନି, ମତେ ଦେଇଦେଲା, ମୁଁ କ'ଣ କରିବି? କ'ଣ ହେଲା? ଚାଲୁ ଦେଖିବା ତା ପାଖକୁ। ଏକ୍ସପାୟାର ବିସ୍କୁଟ ଦେଇକି ଛୋଟ ଛୁଆ ଖାଇବେ, ତା ଦେହ ଖରାପ ହବ। ଚାଲ ଯିବା ତା କତିକି। ଆଜି ସେ ଧରମା କଥା ବୁଝିବି। ଧରମା, ରେ ଧରମା, ଆରେ ଇଏ କି ବିସ୍କୁଟ ଦେଇଛୁ? ଆରେ ଏକ୍ସପାୟାର ବିସ୍କୁଟ ଦେଇଛୁ। ଏଇନା ମୋ ଛୁଆ ଖାଇଥିଲେ କ'ଣ ହେଇଥାନ୍ତା? ଭାଇ ସଦାବେଳେ ବାକି ପାଇଁ ପଠେଇ ଦଉଥିଲ, ସେଥିପାଇଁ କିଛି ଜାଣିପାରିବୁନି। ଆରେ ବାକି ପଠଉଥିଲି ବୋଲି କ'ଣ ତୁ ଆମକୁ ଏଇ ଖରାପ ବିସ୍କୁଟ ଦେବୁ? ତୁ କ'ଣ ପଇସା ନେଇନଥାନ୍ତୁ? ହଉ ଭାଇ ମୋର ଭୁଲ ହେଇଯାଇଛି, ଏମିତି ଭୁଲ କାହା ସହିତ କରିବିନି, କି କେବେ କାହାକୁ ଠକିବିନି।